ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ପୁଣି ଆସିବ ସୁଭଦ୍ରା ଟଙ୍କା। ମାର୍ଚ୍ଚ 28ରେ ଆସିବ ସୁଭଦ୍ରା କିସ୍ତି 10,000 ଟଙ୍କା। ଏହି କିସ୍ତି କେଉଁ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଏହା ଜାଣିବା ପାଇଁ ଆପଣମାନେ ଦର୍ଶକ ବନ୍ଧୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନହେଲେ ଆପଣଙ୍କୁ ମିଳିବ ନାହିଁ ସୁଭଦ୍ରା କିସ୍ତି 10,000 ଟଙ୍କା। ତେଣୁକରି ଆପଣଙ୍କୁ ଗୋଟିଏ ଅନୁରୋଧ, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ଅପଡେଟ୍ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଯୋଉ ସୁଭଦ୍ରା ହିତାଧିକାରୀ ମାର୍ଚ୍ଚ 8 ତାରିଖରେ ସୁଭଦ୍ରା କିସ୍ତି ଟଙ୍କା ପାଇଛନ୍ତି ସେମାନଙ୍କୁ ମାର୍ଚ୍ଚ 28 ତାରିଖ ଦିନ 10,000 ସୁଭଦ୍ରା ଟଙ୍କା ପାଇବେ କି ନାହିଁ ଏହା ମଧ୍ୟ ଆପଣ ଜାଣିବେ। এই ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେଉଁମାନଙ୍କର ଆଧାର ସହିତ ଆକାଉଣ୍ଟ ନମ୍ବର ଲିଙ୍କ ଅଛି, ପିବିଡି ପ୍ରକ୍ରିୟା ଅଛି, ସେମାନଙ୍କୁ ସିଧାସଳଖ ଏହି ସୁବିଧା ମିଳିବ। ତେଣୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆପଣଙ୍କର ମୋବାଇଲରେ ମେସେଜ ନଜର ପକାନ୍ତୁ। ଅଧିକ ସୂଚନା ଜାଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଯୋଉ ସୁଭଦ୍ରା ଅଯୋଗ୍ୟ ହିତାଧିକାରୀ ଆପଣ ଯଦି ସୁଭଦ୍ରା ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଜନସେବାରେ ଅନଲାଇନ କରନ୍ତୁ। ଯୋଉ ଝିଅମାନେ ବର୍ତ୍ତମାନ 21 ବର୍ଷ ହେଇଛନ୍ତି ସେମାନେ ମଧ୍ୟ ସୁଭଦ୍ରାରେ ଆବେଦନ କରିପାରିବେ। ଦର୍ଶକ ବନ୍ଧୁ ଏହି ଭିଡିଓଟି ସେୟାର କରନ୍ତୁ ସୁଭଦ୍ରା ହିତାଧିକାରୀ ମହିଳା ମାନଙ୍କ ପାଖକୁ। ସେମାନେ ମଧ୍ୟ ସଠିକ ପ୍ରମାଣ ସୁଭଦ୍ରା କିସ୍ତିର ପାଇପାରିବେ। ଦର୍ଶକ ବନ୍ଧୁ ନିଶ୍ଚିନ୍ତ ଭାବରେ ଭିଡିଓଟିକୁ ଭଲ ଲାଗିଥିବ। ଭିଡିଓକୁ ଏବେ ପର୍ଯ୍ୟନ୍ତ ଯଦି ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଦେଖୁଛନ୍ତି ତାହେଲେ ଆପଣ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଖବର ପାଇପାରିବେ।